ସାଙ୍ଗମାନେ ଆପଣମାନେ ଜାଣିଥିବେ ଆପଣଙ୍କର ମନରେ ବହୁତ ପ୍ରକାରର ସବୁବେଳ ପାଇଁ ଭାବନା ଆସିଥାଏ। ଇଆଡ଼ୁ ସିଆଡ଼ୁ ଭାବନା ଏମିତିକି ଆପଣଙ୍କ ମନରେ ଆସିଥାଏ ଆପଣମାନେ ଜାଣିପାରନ୍ତି ନାହିଁ କ'ଣ କରିବେ। କ'ଣ ଆପଣ ଭାବୁଛନ୍ତି ତା ବିଷୟରେ ଆପଣଙ୍କୁ ଜ୍ଞାନ ନଥାଏ। ଆପଣ ଜାଣି ହିଁ ପାରନ୍ତି ନାହିଁ କି ଆପଣମାନେ କ'ଣ ଭାବୁଛନ୍ତି। ମୁଁ ଆଜି ଆପଣମାନଙ୍କୁ ସେହି ବିଷୟରେ କହିବାକୁ ଚାହୁଁଛି ଯାହା ଆପଣଙ୍କ ମନର ଭାବନା ଅଛି, ଯାହା ଆପଣ ମନରେ ପ୍ରତ୍ୟେକ ସମୟରେ ଭାବିଥାନ୍ତି, ଯାହାକି ଆପଣ ଭାବିକି ବିଚଳିତ ହୋଇଥାନ୍ତି। ଚାଲନ୍ତୁ ସାଙ୍ଗମାନେ ଭିଡ଼ିଓଟି ଆରମ୍ଭ କରିବା। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବରେ ଦେଖିବେ। କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ ଆପଣମାନଙ୍କର ମତାମତ ରଖିବେ। ଚାଲନ୍ତୁ ଆଜିର ଭିଡ଼ିଓଟି ଆରମ୍ଭ କରିବା। ହାଇ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି ଟକିଂ ୱାର୍ଲ୍ଡ ୟୁଟ୍ୟୁବ୍ ଚ୍ୟାନେଲକୁ। ମୁଁ ଆଶା କରୁଛି ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆପଣମାନେ ବହୁତ ଭଲରେ ଥିବେ, ଖୁସିରେ ଥିବେ। ଚାଲନ୍ତୁ ଆଜିର ଭିଡ଼ିଓଟି ଆରମ୍ଭ କରିବା। ସୁବିଚାର, ତୁମେ ଚାପ ଓ କ୍ରୋଧରେ ରହୁଛ କି? ତେବେ ବୁଦ୍ଧଙ୍କ ଏହି କଥାକୁ ଗ୍ରହଣ କର। ସୁବିଚାର ଜୀବନରେ ମାନସିକ ଶାନ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। କାରଣ ଏକ ବିବ୍ରତ ମନରେ ଅନେକ ପ୍ରଶ୍ନ ଉଠିଥାଏ, ଯେଉଁ କାରଣରୁ ମସ୍ତିଷ୍କ ମଧ୍ୟ ବିଭ୍ରାନ୍ତ ହୁଏ। ବ୍ୟକ୍ତିର ଉତ୍ତର ନ ପାଇବା ଯାଏଁ ଏହି ଆଭ୍ୟନ୍ତରୀଣ ଅଶାନ୍ତି ଭାରି ରହିଥାଏ। ସାଙ୍ଗମାନେ ଆପଣମାନେ ଜାଣିଥିବେ, ଯଦି ଆପଣମାନେ କୌଣସି ଗୋଟିଏ କଥା ମନରେ ଭାବୁଛନ୍ତି, କାହାକୁ କହିବାକୁ କିଛି ଗୋଟେ ମନରେ ଭାବିଛନ୍ତି, ହଠାତ୍ ସେ କଥାକୁ ଆପଣମାନେ ଭୁଲି ଯାଉଛନ୍ତି, ଯାହାଦ୍ୱାରା କି ଆପଣମାନଙ୍କୁ ବହୁତ ଅସ୍ତବ୍ୟସ୍ତ ଲାଗିଥାଏ। ମନ ଭିତରୁ ବିଚଳିତ ଲାଗିଥାଏ କି ମୁଁ ଗୋଟିଏ କ'ଣ କହିବାକୁ ଚାହୁଁଥିଲି, ହେଲେ ମୁଁ ତାକୁ ଭୁଲିଗଲି। ସେଇ ଜିନିଷକୁ ଆପଣମାନେ ବାରମ୍ବାର ମନେ ପକାନ୍ତି, ବାରମ୍ବାର ଭାବିବା ପାଇଁ ଚେଷ୍ଟା କରନ୍ତି ଯେ ଆପଣ କ'ଣ କହିବାକୁ ଚାହୁଁଥିଲେ, ହେଲେ ଆପଣମାନେ ବହୁତ ଚେଷ୍ଟା କଲା ପରେ ମଧ୍ୟ ଆପଣମାନେ ସେ କଥାଟିକୁ ଭାବିପାରନ୍ତି ନାହିଁ। ଆପଣମାନେ କ'ଣ ଭାବିଥାନ୍ତି ମନରେ ଜଣକୁ କହିବା ପାଇଁ, ଯାହାଦ୍ୱାରା କି ଆପଣମାନଙ୍କର ମନରେ ବହୁତ ବିଭ୍ରାନ୍ତ ସୃଷ୍ଟି ହୋଇଥାଏ। ଯଦି ତୁମ ସହିତ ଏଭଳି କିଛି ଘଟୁଛି, ତୁମେ ମାନସିକ ବିକୃତି ହେତୁ ଚାପ ଏବଂ କ୍ରୋଧରେ ପରିପୂର୍ଣ୍ଣ ରହୁଛ, ତେବେ ତୁମେ ମହାତ୍ମା ବୁଦ୍ଧ ଏହି ଶବ୍ଦଗୁଡ଼ିକୁ ଜାଣିବା ଏବଂ ବିଶ୍ୱାସ କରିବା ଜରୁରୀ ଅଟେ। ସାଙ୍ଗମାନେ, ଆମ ସାଥିରେ କ'ଣ ପାଇଁ ଏହିଭଳି ଘଟୁଛି, ଆମେ ଆଜି ବୁଦ୍ଧଙ୍କ ଠାରୁ ଜାଣିବା। ଗୌତମ ବୁଦ୍ଧ ଆମକୁ ବୁଝେଇକିରି କହିବାକୁ ଚାହୁଁଛନ୍ତି ଯେ ଆମ ସାଥିରେ କ'ଣ ପାଇଁ ଏହିଭଳି ଘଟଣା ସବୁ ଘଟୁଛି। ଏହା ସହିତ ଆପଣ କେବଳ ମାନସିକ ଶାନ୍ତି ଅନୁଭବ କରିବେ ନାହିଁ, ବରଂ ଟେନସନ୍ ଏବଂ କ୍ରୋଧକୁ ନିୟନ୍ତ୍ରଣ କରିବାକୁ ମଧ୍ୟ ଶିଖିବେ। ଚାପ, କ୍ରୋଧ ଏବଂ ମାନସିକ ଶାନ୍ତିରୁ ମୁକ୍ତି ପାଇଁ ଭଗବାନ ବୁଦ୍ଧ କିଛି ପଦକ୍ଷେପ ବିଷୟରେ କୁହନ୍ତି। ଗୌତମ ବୁଦ୍ଧଙ୍କ ସହ ଜଡ଼ିତ ଏହି କାହାଣୀ ମାଧ୍ୟମରେ ଆମେ ଏହି ପରିମାଣଗୁଡ଼ିକ ବୁଝିବାକୁ ଚେଷ୍ଟା କରିବା। ମାନସିକ ଶାନ୍ତି ପାଇଁ ପ୍ରଥମ ଉପାଖ୍ୟାନ। ଥରେ ଜଣେ ବାଳକ ଗୌତମ ବୁଦ୍ଧଙ୍କୁ କହିଲା ଯେ ମୋ ଜୀବନରେ ବହୁତ ଅଶାନ୍ତି ଦେଖାଦେଉଛି। ଏହି ଅଶାନ୍ତିରୁ ମୁଁ କିପରି ମୁକ୍ତି ପାଇପାରିବି? ବୁଦ୍ଧ ତାଙ୍କୁ ମାନସିକ ବିକୃତର କାରଣ ପଚାରିଲେ। ତାପରେ ସେ କହିଥିଲେ ଯେ ଅନେକ ପ୍ରକାରର ଚିନ୍ତାଧାରା ମୋ ମନକୁ ଆସେ ଏବଂ ବହୁତ ଚିନ୍ତାଧାରା ହେତୁ ମୋ ମନ ବିଚଳିତ ରହିଥାଏ। ବୁଦ୍ଧ କୁହନ୍ତି, ଯଦି ତୁମେ କ୍ରମାଗତ ଭାବରେ ସୂର୍ଯ୍ୟ କିରଣରେ ଠିଆ ହୁଅ, ତେବେ କ'ଣ ହେବ? ପିଲାଟି କହିଲା, ମୁଁ ପ୍ରବଳ ଗରମ ଅନୁଭବ କରିବି, ମୋ ଦେହ ଜଳିବା ଆରମ୍ଭ କରିବ ଏବଂ ମୁଁ ଅଶାନ୍ତ ଅନୁଭବ କରିବି।
ବୁଦ୍ଧ କୁହନ୍ତି, ଯଦି ସୂର୍ଯ୍ୟଙ୍କ କିରଣରେ ଠିଆ ହେବା ଆପଣଙ୍କୁ ଅସହଜ ମନେକରେ, ତେବେ ଏହା ସୂର୍ଯ୍ୟର ଉତ୍ତାପର ଦୋଷ ନା ଆପଣଙ୍କର? ପିଲାଟି ବୁଦ୍ଧଙ୍କ କଥା ବୁଝିଥାଏ। ବୁଦ୍ଧ କୁହନ୍ତି, ଯଦି ତୁମେ ଶୀତଳତା ଚାହୁଁଛ, ତେବେ ତୁମକୁ ଛାଇରେ ରହିବାକୁ ପଡ଼ିବ। ସେହିଭଳି କ୍ରୋଧ ଏବଂ ଚାପରୁ ଦୂରେଇ ରହିବାକୁ ତୁମ ମନରେ ଚାଲିଥିବା ଚିନ୍ତାଧାରା ଏବଂ ଭାବନା ପାଇଁ ଆପଣଙ୍କୁ ଏକ ଭିନ୍ନ ଦିଗ ସୃଷ୍ଟି କରିବାକୁ ପଡ଼ିବ। ମାନସିକ ଶାନ୍ତିର ଦ୍ୱିତୀୟ ଉପାୟ। ବୁଦ୍ଧଙ୍କ ଅନୁଯାୟୀ ମନକୁ ଶାନ୍ତ କରିବା ପୂର୍ବରୁ ଶରୀରର ପରିମାଣ ଜାଣିବା ଜରୁରୀ ଅଟେ। କାରଣ ଶରୀର ସ୍ତରରେ ଆମର କାର୍ଯ୍ୟ ଅଙ୍ଗ ଏବଂ ଜ୍ଞାନ ଅଙ୍ଗ ଅଛି, ଯାହା କାର୍ଯ୍ୟ ଏବଂ ଜ୍ଞାନ ସହିତ ଜଡ଼ିତ। ଯଦି ତୁମେ କର୍ମ ଏବଂ ଜ୍ଞାନ ଜାଣିଛ, ତୁମେ ତୁମର ସମ୍ବେଦନଶୀଳତା ବଢ଼ାଇ ତୁମର କାର୍ଯ୍ୟକୁ ଉପଭୋଗ କରିବ। ଶରୀରର ଆକାରକୁ ଯାଇ ମନ ମଧ୍ୟ ଶାନ୍ତ ହୋଇଯିବ। ବୁଦ୍ଧ କହିଛନ୍ତି ଯେ, ମଣିଷକୁ ମନରୁ ଦୂରେଇ ରଖିବା ଏବଂ ଶରୀରର ଆକାରକୁ ଆସିବା ସୂର୍ଯ୍ୟକିରଣଠାରୁ ଦୂରେଇ ଯାଇ ଛାଇରେ ଆସିବା ଭଳି ସମାନ ଆରାମ ଦେଇଥାଏ। ମାନସିକ ଶାନ୍ତିର ତୃତୀୟ ଉପାଖ୍ୟାନ। ପିଲାଟି ବୁଦ୍ଧଙ୍କୁ ପଚାରିଲା, ଆମେ କିପରି ଆମର ଭିତରର ସ୍ୱର ଶୁଣିବା? ବୁଦ୍ଧ ଉତ୍ତର ଦିଅନ୍ତି, ଶାନ୍ତି ଥିବା କିଛି ସ୍ଥାନକୁ ଯାଇ ଆଖି ବନ୍ଦ କର। ଏଠାରେ ଆପଣ ନିଜ ମନ ଭିତରେ ଚାଲିଥିବା ଶବ୍ଦଠାରୁ ଦୂରରେ ଥିବା ଅଭ୍ୟନ୍ତରୀଣ ସ୍ୱର ଶୁଣିବାକୁ ସମର୍ଥ ହେବେ। ଏହି ସ୍ୱର ମନରେ ଚାଲିଥାଏ, କିନ୍ତୁ ବାହ୍ୟ ଶବ୍ଦ ଯୋଗୁଁ ମନର ସ୍ୱର ଶୁଣାଯାଏ ନାହିଁ। ଯେତେବେଳେ ଉଭୟ କାନ ବନ୍ଦ ହୋଇଯାଏ, ସେତେବେଳେ ମନର ଶବ୍ଦ ଶୁଣାଯାଏ। ମନର ସ୍ୱର ଶୁଣିବା ଦ୍ୱାରା ମନର ଅସ୍ଥିରତା ମଧ୍ୟ ଦୂର ହୁଏ। ଦେଖନ୍ତୁ ସାଙ୍ଗମାନେ, ଯଦି ଆପଣମାନେ ଆପଣଙ୍କର ମନ ଭିତରର ସ୍ୱର ଶୁଣିବାକୁ ଚାହୁଁଛନ୍ତି, ତାହେଲେ ଆପଣମାନେ କିଛି ଗୋଟିଏ ନିରୋଳା ଜାଗାକୁ ଯାଆନ୍ତୁ। ନିରୋଳା ଜାଗାକୁ ଯାଇ ଆପଣଙ୍କର ଦୁଇ କାନକୁ ବନ୍ଦ କରି ରଖନ୍ତୁ। ଦେଖିବେ, ଆପଣଙ୍କୁ ନିଶ୍ଚିତ ଭାବରେ ଆପଣଙ୍କ ମନର ସ୍ୱର, ଆପଣଙ୍କ ଭିତରର, ଆପଣଙ୍କ ଶରୀରର ସ୍ୱର ଆପଣଙ୍କୁ ଶୁଭାଯିବ। ନିଶ୍ଚିତ ଭାବରେ ଗୋଟିଏ ଥର ଟ୍ରାଏ କରନ୍ତୁ। ଦେଖିବେ, ନିଶ୍ଚିତ ଭାବରେ ଆପଣମାନେ ମଧ୍ୟ ଜାଣିପାରିବେ। ଆପଣମାନେ ମଧ୍ୟ ନିଜର ସ୍ୱର, ନିଜର ମନ ଭିତରେ ଚାଲିଥିବା କିଛି କଥା ଆପଣମାନେ ବି ଜାଣିପାରିବେ, ଶୁଣି ମଧ୍ୟ ପାରିବେ। ଧନ୍ୟବାଦ ସାଙ୍ଗମାନେ, ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆଶା କରିବି ମୋର এই ଭିଡ଼ିଓଟି ଆପଣମାନଙ୍କୁ ବହୁତ ଭଲ ଲାଗିଥିବ। ଯଦି ମୋର এই ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ, ଲାଇକ୍ଟିଏ କରିବେ, ସାଙ୍ଗମାନଙ୍କ ମଧ୍ୟରେ ସେୟାର କରିବାକୁ ଭୁଲିବେ ନାହିଁ। ଯଦି ଆପଣମାନେ ଆମ ଟକିଂ ୱାର୍ଲ୍ଡ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରଥମ ଥର ପାଇଁ ଆମ ଟକିଂ ୱାର୍ଲ୍ଡ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍ରେ କ୍ଲିକ୍ କରିବେ। କାରଣ ଆମ ଚ୍ୟାନେଲରେ ଯେବେ କିଛି ନୂଆ ମୋଟିଭେସନାଲ୍ ଭିଡ଼ିଓ ଛଡ଼ାଯିବ, ଆପଣମାନେ ସର୍ବପ୍ରଥମେ ଦେଖିପାରିବେ। ଧନ୍ୟବାଦ। ଜୟ ଜଗନ୍ନାଥ। କମେଣ୍ଟ ବକ୍ସରେ ନିଶ୍ଚିତ ଭାବରେ ଆପଣମାନଙ୍କର ମତାମତ ଦେବାକୁ ଭୁଲିବେ ନାହିଁ।